Hi everyone, welcome to Life with Sunny. ମୁଁ ଟିକେ ଏବେ ବ୍ଲଗ୍ଟା ଟିକେ ଏପଟ ସେପଟ ହେବ। ମୁଁ ଭାବିଛି ଆଜି ମୁଁ ଆପଣଙ୍କୁ ଗୋଟେ ବ୍ଲଗ୍ ଦେବି। ଆଉ ସେଇଟା ହେଉଛି ମାନେ ମୋର 3 ନମ୍ବର ଖୁଡ଼ି ଯିଏ ମାନେ ଖୁଡ଼ି ଶାଶୁ ଯିଏ ଏବେ ସେ ଏକ୍ସପାର୍ଟ କରିଯାଇଛନ୍ତି। ଆଉ ମୁଁ ସେ ବ୍ଲଗ୍ରେ ସେମିତି କିଛି ଦେଖେଇଛି ପୁରା କେମିତି କ'ଣ ଆମର ସବୁ ହେଇଥିଲା ସବୁ ଦେଖେଇଛି। ତ ଆମର ଏବେ ବେଳିକିଆ ଯେଉଁ ଏବେ ପୁରା 10 ଦିନ ଆମେ ପୁରା ବେଳିକିଆ ଖିଆ ହେବ, ସେପଟେ ସବୁ ହେବ। ଆଉ ଏପଟେ କିଛି ନାହିଁ। ମୋ ଶାଶୁ ବଡ଼, ତାପରେ ମୋର ଆଉ ଗୋଟେ ଯାଆଙ୍କୁ ଦେଖେଇଥିବି, ତାଙ୍କ ଶାଶୁ ସେ ହେଲେ ସେକେଣ୍ଡ, ତାପରେ ଇଏ ଗୋଟେ ଶାଶୁ ଏଲ୍ ଥାର୍ଡ଼। ଆପଣ ଯଦି ମୋ ରଜ ବ୍ଲଗ୍ ଦେଖିନଥିବେ ତ ବ୍ଲଗ୍ ଦେଖିଲେ ଆପଣ ଜାଣିପାରିବେ। ସେଇଟା ଆମେ ସମସ୍ତେ ଥିଲୁ। ସେ ଯେଉଁ ଝିଅ ଥିଲେ ତାଙ୍କ ମା ଇଏ ମାନେ ଇଏ ମୋ 3 ନମ୍ବର ଖୁଡ଼ି ଶାଶୁ ଏବେ। ତ ସେଥିପାଇଁ ଆଉ ମୋ ଶ୍ୱଶୁର ବଡ଼, ତ ସେ ସେଠି ତ ପାଳିବେନି ନା, ତ ତାଙ୍କ ପାଇଁ ଖାଇବା ହେବ ଆଉ ଝିଅ ପାଇଁ ହେବ। ଆଉ ମୁଁ ଆଉ ମୋ ହଜବେଣ୍ଡ ଆମେ ସେପଟେ ଖାଉଛୁ। ସକାଳେ ଚୁଡ଼ା ଆଉ ଆମର ରାତିରେ ମାନେ ସନ୍ଧ୍ୟାବେଳେ ଆମର ସେଠି ଭାତ ଡାଲମା ହୁଏ, ଯେଉଁଟାକି ହଳଦୀ ପଡ଼ିବନି କି ଆମର ଫୁଟାଫୁଟି ହୁଏନି। ଏଇଟା ତ ସମସ୍ତେ ଜାଣିଥିବେ, ଏମିତି ସାଧା ଖିଆ ହୁଏ। ଏବେ ଆମର ଚାଲିବ ଏମିତି 10 ଦିନ ପର୍ଯ୍ୟନ୍ତ ସବୁ। ତ ସେଇଟା ହେଲା ଆମର ଖୁଡ଼ିଙ୍କର ହେଲା ରବିବାର ଦିନ। ଆଜି ହେଉଛି ସୋମବାର, ଆଜି ଏଇଟା ହେଉଛି ସେକେଣ୍ଡ ବ୍ଲଗ୍। ଆଉ ଆ ପୂର୍ବରୁ ମୋର ଝିଅ ଜନ୍ମଦିନ ଥିଲା ଦୁର୍ଗା ନବମୀ ଦିନ। ଅଷ୍ଟମୀ ମୁଁ ଓଷା କରିଥିଲି ସେଇ ବ୍ଲଗ୍ଟା, ଆଉ ମୋ ଝିଅ ଜନ୍ମଦିନ ଏଇ ବ୍ଲଗ୍ଟା ମୁଁ ଟିକେ ପଛରେ ଦେବି, ଏବେ ଆଉ ଦେଇ ହେବନି। ମୋତେ କେତେବେଳେ ଟିକେ ଟାଇମ୍ ହେଲେ ମୁଁ ଦେଖିକି ଆପଣଙ୍କୁ ଦେବି। ଏଇଟା ଟିକେ ଲେଟ୍ ହେଇପାରେ। ଆହୁରି ଅଛି ବ୍ଲଗ୍ କିଛି ମାନେ ଥିଲା କିଛି, ସେଇଟା ସବୁ ପଛରେ ଆସିବ, ଏବେ ସେଟା କିଛି ଆସିପାରିବନି। ଏସବୁ ଆମର ପୁରା ସବୁ ସରିଯାଉ ଖୁଡ଼ିଙ୍କର। ଏଠି ରୋଷେଇ ବସେଇଛି। ତବେ ଆମେ ସେଠି ଖାଇବୁ, ତ ଆମର ଏଠି ଏବେ କିଛି ଖିଆପିଆ ହେବାର, ଆମର ସେଠି ଖିଆ ହେବ, ଏଠି ଏବେ କିଛି ଖିଆପିଆ ସେମିତି ହେବାର ନାହିଁ। ଆଉ ଶ୍ୱଶୁରଙ୍କ ପାଇଁ ରୋଷେଇ ହେବ, ଝିଅ ପାଇଁ ରୋଷେଇ ହେବ। ଏପଟେ ରହିଲା ଆମର ଏତେ କାମ। ତାପରେ 5-6 ଦିନ ପରେ ଘରର ସବୁ ଧୁଆଧୁଇ ଏସବୁ ଚାଲିବ। ସେସବୁ ଦେଖିବେ ଆପଣ ଗୋଟେ ଗୋଟେ ବ୍ଲଗ୍ରେ। ଆଜି ରୋଷେଇ କରିବି, ମୁଁ ଚୁଡ଼ା ଖାଇନି ପର୍ଯ୍ୟନ୍ତ। ବାଜିଲାଣି 11:30 ବାଜିଛି। ଝିଅକୁ ଗାଧେଇକି ଖୁଆଇକି ଶୁଆଇଲି। ଭାତଟା ବସାଇ ଦେଇଥିଲି, ସେଇଟା ହେଇଗଲା, ତାକୁ ଗାଳିଲି। ଡାଲି ବସାଇଛି। ତାପରେ ଆମର ବାଇରେ ଛତୁ ହେଇଥିଲା। ଏଇ ଟାଇମ୍ରେ ଆମର ବହୁତ ସାରା ଛତୁ ହୁଏ, ତ ଆମେ ଖାଇବୁନୁ। ଆଉ ବାପାଙ୍କ ପାଇଁ ଯେତିକି ଛତୁ ସେତିକି ଆଣିଛି, ଦେଖେଇବି ଛତୁଟା। ଭାତ ଡାଲି ଛତୁ ତରକାରୀ କରିବି, ଏଇଟା ଯେଉଁଟାକି ବାପାଙ୍କର ଲଞ୍ଚ ଆଉ ଡିନର ଦୁଇଟା ହେବ। ଝିଅର ହେବ ଖେଚେଡ଼ି। ଆଉ ଏମିତି ସବୁ ଚାଲିଛି। ମାନେ ମୁଣ୍ଡ କୁଣ୍ଡା ହେବନି, ତେଲ ଲଗା ହେବନି, ସାବୁନ ଲଗା ହେବନି, କିଛି ବି ଲଗା ହେବନି, ଖାଲି ଏମିତି ସିନ୍ଦୁର ଲଗାନ୍ତି। ଆଉ ମୁଁ ଜାଣିଲା ଭିତରେ କିଛି ଲଗାନ୍ତିନି। ହଁ, ଡେଲି ମୁଣ୍ଡ ଧୁଆ ହେବ। ଏଇଟା ହେଲା ଡେ 2। ଏବେ ଚାଲିଛି ଖାଲି ମୁଣ୍ଡ ଧୁଆ, ମୁଣ୍ଡ କୁଣ୍ଡାକୁଣ୍ଡି କିଛି ନାହିଁ। ଥଣ୍ଡାକୁ ବି ମୋ ଦେହଟା ସେତେ ଭଲ ଲାଗୁନି। ଆଉ କ'ଣ କରିବା। ଯାହା ବି ହେଲେ ଆମ ଓଡ଼ିଆ ଘରେ ଯାହା ନୀତି ନିୟମ ଅଛି, ଯାହା ଯେତିକି ପୁରାଟା ନ କରିପାରିଲେ ବି ଆମକୁ ଯେତିକି ଜଣା ଅଛି, ଯେତିକି ଆମେ କରିପାରିବା ତାକୁ ତ କରିବା ନିହାତି ଦରକାର ଏସବୁ। ଏଇଟା ହେଉଛି କଥା। ଏଇଟା ଗୋଟେ ଶଙ୍ଖା, ଯେଉଁଟାକି ଖୁଡ଼ିଙ୍କ ହାତରୁ ମାନେ କହନ୍ତି ସଧବା ସ୍ତ୍ରୀ ଲୋକଠୁ ଆଣିକି ପିନ୍ଧାଯାଏ। ଏଇଟା ଗୋଟେ ଶଙ୍ଖା ମୋତେ କାଲି ଜଣେ ଦେଇଥିଲେ, ଏଇଟା ଗୋଟେ ଗଳାଇ ଯାଇଛି। ଆରେ ଚୁଡ଼ି ସିନ୍ଦୁର ଆମେ ଯେଉଁଠୁ ଆଣିଥିଲୁ ଥୋଇଥିଲୁ, ସେଇଠି ଗୋଟେ ଥୋଇଛୁ, ଦେଖିଆ ଆଜି ଗଲେ ଦେଖିବି। ଏମିତି ହେଇକି ଚାଲିଛି ସବୁ ଜିନିଷ। ମଣିଷ ଜୀବନରେ କେବେ କିଛି ଭରସା ନଥାଏ, କେତେବେଳେ କ'ଣ ହେବ କିଛି କହିହେବନି। ମାନେ କଥା, ମଣିଷର ଆଶା ଥାଏ, ଲୋଭ ଥାଏ, ଗର୍ବ ଥାଏ, ଅହଙ୍କାର ଥାଏ, ରାଗ ଥାଏ, ବଟ୍ ସେସବୁର କିଛି ଭ୍ୟାଲୁ ନଥାଏ। ଯେତେବେଳେ ମଣିଷର ମାନେ ଭାବିଲା ବେଳକୁ ବି ଇଏ ହେଉଛି ଶାଶୁଙ୍କ ମାନେ ମୋ ଶାଶୁ ଆଉ ଏ ଶାଶୁ ଆଖିରେ ସବୁ ଜିନିଷ ବହୁତ କିଛି ଦେଖି ସାରିଲୁଣି, ତ ମାନେ ଆଉ ଜୀବନ ପ୍ରତି ଲୋଭ କି ମାନେ ମୁଁ ନା ଟିକେ ସର୍ଟ ଟେମ୍ପର, ମୁଁ ମାନେ ସବୁ ଜିନିଷ ଟିକେ ଜଲ୍ଦି ରାଗିଯାଏ, ଯେଉଁଟାକି ମୋର ସେଇଟା ଗୋଟେ ଖରାପ ଗୁଣ ମୋତେ ବି ଲାଗେ। ଆଉ ଆଫ୍ଟର ମ୍ୟାରେଜ୍ ପରେ ଟିକେ କମିଛି, ବଟ୍ ବିଫୋର୍ ମ୍ୟାରେଜ୍ ମୋର ବହୁତ ରାଗ ଥାଏ। ମୁଁ ଟିକେ ଟିକେ କଥାରେ ରାଗେ, ଏବେ ବି ଅଛି ସେଇଟା। ବହୁତ ଟାଇମ୍ ଭାବେ କି ସେଇଟା ମୁଁ ମାନେ ଚେଞ୍ଜ କରିବା ପାଇଁ,
भावे कि किसी मैंने हुए मैंने बहुत जगह मुझे कंट्रोल करने चेष्टा करें बट मो रागी गले ना मोर मोर जिनस रागी जहाँ कहीदे जोटा कि ठीक नुहे जाने पछे भावे कि कथा नहीं थे जिन पार्टी बाहरी गले से फेरिक आसेनि तो एमती यहाँ मोर गोटे सबुठ मैंने मत लगे ये मोर सब गोटे खराब गुण तो चेंज करने चेष्टा करुँची देखा जाओ को जाऊँ ओके कथा भी कौन जाऊँगी जीवी टी चूड़ा खाइबी खाइनी सका कि खाली चाह पीते चाह दे थर पीछे आ लुगापड़ा पड़ता धुआ धुई करके गाधेक आसिले तो आम पूजा पूजी किसी हेनी सब 14 दिन पर आमर सब कर्म हो सारापर खुड़ीकर सब हम तो से पर्यंत चलवा चूड़ा खाइबा तापरे राति गले से देखेबी कौन सब आम चलती ये ब्लॉगटा आज छाड़ी आप देखिए कुड़ीर केमती कौन सब माने जमी कराए सब एमती देखिए हो चूड़ाटा खाई सारे मुझे नहीं चूड़ा मुझे गोटे मुठा चूड़ा नहीं दही नहीं गुड़ लुण और नहीं लेंबू यहाँ बारी लेंबू लेंबू लंका लुण खाई हेनी एक्चुअली कथा हो मुझे चूड़ा जमा खाए मत मैंने चूड़ा एत पसंद नहीं खायापी काली भी सेमती मुझे टिके चूड़ा आनी गोटे मुठा चूड़ा जी से आनी बट मतलब अधिक लगे मतलब लेंबू मत ये टाइम लेंबू लंका ना आंबुल से भिजेकी चकड़ी खाया भल लगे काली तो मुझे पूरा आंबुल 2टा भिजे कंचा लंका चकड़ी पी देती से गाधे चूड़ा खायापी जाइली बट टिके ना खाई आ कि खाई नी बिस्कुट आज भल भाव खराब मो द्वारा चूड़ा जमा जाए मैंने चूड़ा खाली बांति लगे चूड़ा तो खाएनी एमती मन है बाई चान्स कत से जिते भी चूड़ा मोर चूड़ा गोटे मुठा चूड़ा है ताठू कम दरकार ताठू अधिक भी जीवन चूड़ा जो भजा करती पियाज पियाज पकई भुसुंगा पत्र मिक्सर पकई से मत टे भल लगे अल्प खाए कि खाएनी भल ना से उपास रही जाए प्राय खाली लेंबू लंका मैंने पानी कर पी दिए और चा पिए मुझे खाई से रात पछा भात खाए मुझे खाई चूड़ा मतलब कहीं तो भल लगे ये भी भल लगन मत हो देखिए पूजन जाऊँ ये छतु आपको कहते पाल छतु सॉरी नाड़ छतु ये छतुर बहुत टेस्ट थाए ये एक्चुअली जी भाजी आप से बेस किसी पा बाहर आपको बाछी भी हलदी पानी छतुरा बाछा टे टाइम टे लगे छतुर टेस्ट बढ़िया मुझे टिके खाई एप्रिल मैरिज कर मुझे खाई ये प्राय कार्तिक मास पाखापाखि बहुत फुटे बाड़ी सारा बहुत फुटे तो ये मिट्टी धीरे धीरे भाग कर जो बाली होता है तो ऊपर लेटा को आस्ते भाग कर प्राय 4टा बेले फुटे मो ससुला टाइम से प्राय मैंने से खाईदे आम से छतु अच्छे बहुत छतु पूरा मानने आम पूरा गोटे कुला 2 कुला छतु आण से बाछाती से बाछिकी रखीदे मोर भजा भजी कर रखीदे तरकारी करने करे मत टे टाइम लगे झील शोई पड़े टे कर सुविधा एते कष्ट नहीं बट टाइम टेकिंग इजी बाछी हम टाइम लगे जिनस टेस्ट पूरा मस्त इच्छा तो मिले बोधे आई थिंक पैकेट तो जमी किसी देखी बटन छतु मिले और पाल छतु से मिले छतु देखी बिक्री
ସେଟା ବେସନ ମାନେ ପୋକ ହେଇଯିବ, ତ ସେଥିପାଇଁ ମୁଁ ଏମିତି ଭିଡ଼ିଓ ବନଉଥିଲି। ଗାଁ ଗହଳି ଜାଗାରେ ଦେଖିବା କଥା। ସେଟା ନଡ଼ାଟାକୁ ସେଥିରେ ଦେଇକିନା ଏମିତି ବାହାର କରିଦେଲେ ତା ଲେୟାରଟା ବାହାରିଯିବ। ଏମିତି ବାହାର କରିକି ଏଇଟା କାଟିଦେଲେ ଛତୁଟାକୁ ବାଛିକି ହଳଦୀ ପାଣିରେ ରଖିଦେଲି, ଭଲ ଚିପୁଡ଼ିକି ଏବେ ଟିକେ ଭାଜିଦେବା। ସୋରିଷ, ରସୁଣ, ଶୁଖିଲା ଲଙ୍କା ଭିଜେଇକି ମସଲାଟା ଅଦା ପଡ଼ିବ, ରସୁଣ ପଡ଼ିବ। ତରକାରୀ ବନେଇକି ଛତୁ ତରକାରୀ ବନେଇକି ପୁରା ରେଡ଼ି ହେଇଯାଇଛି। ଆପଣଙ୍କୁ ଭାଜିବାଟା ଦେଖିଥିଲେ ଆଉ ପ୍ରୋସେସିଂ ଦେଖିଥିଲେ, ପୁରା ସିମ୍ପଲ୍ ଯେମିତି କରେ ସେମିତି ଅଛି ମୋର ରେସିପି, ଆପଣ ଦେଖିନେବେ। ପୁରା ମସ୍ତ ହେଇଛି, ୟମ୍ମି, ବଢ଼ିଆ ସ୍ମେଲ୍ ବି ଅଛି। ଚା ବସେଇଛି, ଟିକେ ଅଦା ଗୋଲମରିଚ ପକେଇଛି, ଟିକେ ଚାଟା ପିଇବା, ମୁଣ୍ଡଟା ବିନ୍ଧା ହେଉଛି। ଏଟାକୁ ଦେଖିବା କ'ଣ କରିବା। ଏବେ ହେଲାଣି 9ଟା 9:30, ଆମେ 8ଟା 8:30 ବେଳକୁ ବେଳିକି ଖାଇଦେଇକି ଆସିଲୁ। ତ କିଛି କାମ ନାହିଁ, ଝିଅକୁ ଆସି ଖୁଆଇଲି, ଖୁଆଇକି ହଜବେଣ୍ଡ ଝିଅ ଶୋଇଛନ୍ତି, ମୁଁ ଶୋଇନି। ବାପା ଆସିଲେ ସେ ଖାଇବେ, ସେ ଖାଇଲା ପରେ ଯାଇକି ଶୋଇବେ। ମୋତେ ନା ଶୋଇଲେ ଆଉ ଉଠିବା ପାଇଁ ଇଚ୍ଛା ହୁଏନି ବୋଲି ମୁଁ ସେଥିପାଇଁ ଏକାଥରକେ ଶୁଏ। ସେ ସେପଟେ ଅଛନ୍ତି, ଆସିନାହାନ୍ତି, ଆସିବେ। ଆଉ କିଛି କାମ ନାହିଁ, କ୍ଷୀରଟା ଗରମ କରି ଥୋଇ ଦେଇଛି, ତାଙ୍କୁ ଖାଇବାକୁ ଦେବି, ବାସନ ପକେଇବି ଦେବି, ଆଉ କିଛି କରିବିନି। ସକାଳେ ଯାହା କରିବି, ସେମିତିରେ ବି ଏବେ କାମ ସବୁ ଲେଟ୍ରେ ଚାଲିଛି, ଆଉ କ'ଣ କରିବା, ଏମିତି ଚାଲିବ। ଆଜିର ବ୍ଲଗ୍ଟା ଏଇଠୁ ଏଣ୍ଡ କରୁଛି। ଯଦି ଆପଣଙ୍କୁ ଭଲ ଲାଗେ ଆପଣ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବେ।